प्रिय बंधु प्रभु यीशु ख्रीष्टଙ୍କ पवित्र स्वर्गीय नामରେ ଆପଣଙ୍କୁ ପୁଣି ଆପଣଙ୍କର ପରିବାର ପ୍ରତ୍ୟେକଙ୍କୁ ଆମଙ୍କର ଈଶ୍ୱରଙ୍କ ପରିବାର ସେବା କାର୍ଯ୍ୟ ପକ୍ଷରୁ ଆନ୍ତରିକ ନମସ୍କାର ଜ୍ଞାପନ କରେ। ପ୍ରିୟ ବନ୍ଧୁ ଆଜି ମୁଁ ଆପଣଙ୍କ ପାଇଁ ପୁଣି ଆପଣଙ୍କ ପରିବାର ପାଇଁ ଆପଣଙ୍କ ପରିବାରରେ ଯେମାନେ ଆଜି ରୋଗ କଷ୍ଟ ପୀଡ଼ା ଯନ୍ତ୍ରଣା ମଧ୍ୟରେ ଜୀବନ କାଟୁଅଛନ୍ତି ପ୍ରାର୍ଥନା କରିବାକୁ ଚାହେଁ। ଆଜି ଯେଉଁମାନେ ଏହି ଭିଡ଼ିଓ ଦେଖୁଅଛନ୍ତି ଯେଉଁମାନେ ରୋଗ ସଂକଟ ସମସ୍ୟା କଷ୍ଟ ଏବଂ ଯନ୍ତ୍ରଣା ଶାରୀରିକ ଦୁର୍ବଳତା ମଧ୍ୟରେ ଗମନ କରୁଅଛନ୍ତି ସେହି ଭାଇ ଏବଂ ଭଉଣୀମାନଙ୍କ ନିମନ୍ତେ ସୁସ୍ଥତା ଏବଂ ଆରୋଗ୍ୟତାର ପ୍ରାର୍ଥନା ବର୍ତ୍ତମାନ ମୁଁ ଈଶ୍ୱରଙ୍କ ପାଦ ତଳେ ଅର୍ପଣ କରିବାକୁ ଯାଉଅଛି। ଈଶ୍ୱରଙ୍କର ପବିତ୍ର ବାକ୍ୟ କହେ ଗୀତ ସଂହିତା 103 ପର୍ବ ତାର 3 ଏବଂ 4 ପଦ ଲେଖା ଅଛି, ସେ ତୁମର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି, ସେ ବିନାଶରୁ ତୁମ ଜୀବନ ମୁକ୍ତ କରନ୍ତି, ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମକୁ ଭୂଷିତ କରନ୍ତି। ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁ ଏକମାତ୍ର ସତ୍ୟ ଈଶ୍ୱର, ସୁସ୍ଥକାରୀ ଆରୋଗ୍ୟକାରୀ, ଆମଙ୍କର ପାପ ଅଧର୍ମକୁ ମୋଚନ କରିବା ପରମେଶ୍ୱର। ଏଥିପାଇଁ ଯୀଶୁ ଖ୍ରୀଷ୍ଟଙ୍କୁ ଏହି କ୍ଷଣେ ବିଶ୍ୱାସ କରନ୍ତୁ। ଆପଣଙ୍କର ଯନ୍ତ୍ରଣା କଷ୍ଟ ଆପଣଙ୍କର ପୀଡ଼ା ଆପଣଙ୍କର ଦୁର୍ବଳତା ତତ୍କ୍ଷଣାତ୍ ଦୂର ହେବ। ଯଦି ଆପଣ ସମ୍ପୂର୍ଣ୍ଣ ହୃଦୟରେ ସମ୍ପୂର୍ଣ୍ଣ ମନରେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ ତତ୍କ୍ଷଣାତ୍ ସୁସ୍ଥତା ପାଇବେ। ଯେହେତୁ ଯେତେବେଳେ ପ୍ରଭୁ ଯୀଶୁ ଜଗତରେ ଥିଲେ ସେତେବେଳେ ଅନେକ ରୋଗୀମାନେ ଯୀଶୁଙ୍କ ନିକଟକୁ ଆସୁଥିଲେ, ଆଉ ଯେଉଁମାନେ ଯୀଶୁଙ୍କ ନିକଟକୁ ଆସୁଥିଲେ ସେମାନଙ୍କୁ ଯୀଶୁ ସ୍ପର୍ଶ କରୁଥିଲେ ତତ୍କ୍ଷଣାତ୍। ଯେତେବେଳେ ଯୀଶୁ ଖ୍ରୀଷ୍ଟ ସ୍ପର୍ଶ କରୁଥିଲେ ରୋଗୀମାନଙ୍କୁ ତତ୍କ୍ଷଣାତ୍ ରୋଗୀମାନେ ସୁସ୍ଥତା ପାଉଥିଲେ। ଅନ୍ଧ ଦେଖୁଥିଲା, ଖଞ୍ଜ ଚାଲୁଥିଲା, ମୂକ ବଧିର କଥା କହୁଥିଲା, ଶ୍ରବଣ କରୁଥିଲା, ମୃତ ଜୀବନ ପାଉଥିଲେ। ଏଥିପାଇଁ ପ୍ରିୟ ବନ୍ଧୁ, ଯଦି ଆପଣ ତତ୍କ୍ଷଣାତ୍ ସୁସ୍ଥତା ପାଇବା ପାଇଁ ଚାହାନ୍ତି ଏହି କ୍ଷଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରନ୍ତୁ। ପୁଣି ପ୍ରଭୁ ଯୀଶୁଙ୍କୁ କୁହନ୍ତୁ, ପ୍ରଭୁ ଯୀଶୁ ମୁଁ ତୁମକୁ ବିଶ୍ୱାସ କରେ, ଏହି କ୍ଷଣି ତୁମରି ସେହି ରକ୍ତର ଶକ୍ତି ଦ୍ୱାରା କ୍ରୁଶର ଶକ୍ତି ଦ୍ୱାରା ମୋତେ ସୁସ୍ଥତା ଆରୋଗ୍ୟତା ପ୍ରଦାନ କର, ମୋର ଏହି ଯନ୍ତ୍ରଣାରୁ ମୋତେ ରକ୍ଷା କର। ଆପଣ ସ୍ୱୀକାର କରନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ସ୍ୱାଗତ କରନ୍ତୁ, ଆପଣ ସୁସ୍ଥତା ପାଇବେ। ଆସନ୍ତୁ ଏ ପ୍ରାର୍ଥନାକୁ ଧ୍ୟାନର ସହିତ ବିଶ୍ୱାସର ସହିତ ଶ୍ରବଣ କରନ୍ତୁ, ପୁଣି ସ୍ୱୀକାର କରନ୍ତୁ, ଅଙ୍ଗୀକାର କରନ୍ତୁ ଯେ ପ୍ରଭୁ ଯୀଶୁ ବର୍ତ୍ତମାନ ଆପଣଙ୍କୁ ସୁସ୍ଥତା ଏବଂ ଆରୋଗ୍ୟତା ଦେବା ପାଇଁ ଯାଉଅଛନ୍ତି। ପବିତ୍ର ଆତ୍ମା ଆପଣଙ୍କୁ ସ୍ପର୍ଶ କରିବ, ପିତା ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ ଅଲୌକିକ ଶକ୍ତି ଆପଣଙ୍କ ଜୀବନକୁ ଆସିବ। ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର କ୍ରୁଶର ଶକ୍ତି ରକ୍ତର ଶକ୍ତି ଆପଣଙ୍କ ଜୀବନକୁ ଆସିବ, ପୁଣି ଆପଣ ତତ୍କ୍ଷଣାତ୍ ସୁସ୍ଥତା ପାଇବେ। ଯଦି ଆପଣ ବିଶ୍ୱାସ କରିବେ ସମ୍ପୂର୍ଣ୍ଣ ହୃଦୟ ମନ ପ୍ରାଣରେ ଆତ୍ମାରେ ଯଦି ବିଶ୍ୱାସ କରିବେ ତତ୍କ୍ଷଣାତ୍ ସୁସ୍ଥତା ପାଇବେ। ଏହି ସମୟରେ ପ୍ରାର୍ଥନା କରିବା। ପ୍ରିୟ ବନ୍ଧୁଗଣ, ଆପଣ ହୁଏତ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଶିଖ ଇସାଇ ବୁଦ୍ଧିଷ୍ଟ ଜୈନ ଆପଣ ଯେକୌଣସି ଜାତିର କିମ୍ବା ଧର୍ମର ହୋଇପାରନ୍ତି। ଯଦି ଆପଣ ଏହି କ୍ଷଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ, ନିଜ ଜୀବନକୁ ସ୍ୱାଗତ କରିବେ, ତତ୍କ୍ଷଣାତ୍ ସୁସ୍ଥତା ପାଇବେ। ଏହି ପ୍ରାର୍ଥନା ସୁସ୍ଥତା ଏବଂ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା, ତତ୍କ୍ଷଣାତ୍ ସୁସ୍ଥତା ଆରୋଗ୍ୟ ପାଇବା ନିମନ୍ତେ ପ୍ରାର୍ଥନା। ଦୟାପୂର୍ବକ এই ପ୍ରାର୍ଥନା ଶୁଣନ୍ତୁ। ଆପଣଙ୍କର ଶରୀର ମଧ୍ୟରେ ଯେଉଁ ଯେଉଁ ସ୍ଥାନରେ ବ୍ୟଥା ଯନ୍ତ୍ରଣା ରହିଛି ସେ ସ୍ଥାନରେ ଗୋଟିଏ ହାତ ରଖନ୍ତୁ, ପୁଣି ଆଉ ଗୋଟିଏ ହସ୍ତ ସ୍ୱର୍ଗ ଆଡ଼େ ଉତ୍ତୋଳନ କରନ୍ତୁ। ଗୋଟିଏ ହାତ ବ୍ୟଥା ଜାଗାରେ ଯନ୍ତ୍ରଣା ଜାଗାରେ ରଖିବେ, ପୁଣି ଆଉ ଗୋଟିଏ ହାତ ସ୍ୱର୍ଗ ଆଡ଼େ ଉତ୍ତୋଳନ କରିବେ। ପୁଣି ঊର୍ଦ୍ଧ୍ୱ ଦୃଷ୍ଟି କରି ଚକ୍ଷୁ ବନ୍ଦ କରି ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ଭରସା କରନ୍ତୁ। ବର୍ତ୍ତମାନ ପବିତ୍ର ଆତ୍ମା ଆପଣଙ୍କୁ ସ୍ପର୍ଶ କରିବାକୁ ଯାଉଅଛନ୍ତି। ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ ଆପଣର ପବିତ୍ର କଣ୍ଟା ବିନ୍ଧା ହସ୍ତରେ ଆପଣଙ୍କୁ ସ୍ପର୍ଶ କରିବାକୁ ଯାଉଅଛନ୍ତି। ପୁଣି ଆପଣଙ୍କର ରୋଗ ବ୍ୟାଧି ଯନ୍ତ୍ରଣା ଏହି କ୍ଷଣି ଦୂର କରିବାକୁ ଯାଉଅଛନ୍ତି। ବିଶ୍ୱାସ କରନ୍ତୁ, ସୁସ୍ଥତା ପାଇବେ। ଆପଣ ବିଶ୍ୱାସ କଲେ ସୁସ୍ଥତା ପାଇବେ। ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ସୁସ୍ଥତା ପାଆନ୍ତି। ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଯେଉଁମାନେ ଥଟ୍ଟା ପରିହାସ କରନ୍ତି, ସେମାନେ କେବେ ମଧ୍ୟ ଈଶ୍ୱରଙ୍କର ଆଶୀର୍ବାଦ ପାଇବେ ନାହିଁ, ବରଂ ଈଶ୍ୱରଙ୍କର ଅଭିଶାପ, ଈଶ୍ୱରଙ୍କ ଠାରୁ ଅଭିଶାପ ସେମାନେ ପାଇବେ। ଏଥିପାଇଁ ପ୍ରିୟ ବନ୍ଧୁ ବିଶ୍ୱାସ କରନ୍ତୁ। ଆସନ୍ତୁ ଏହି ସମୟରେ ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବି। ହାଲେଲୁୟା 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 ହାଲେଲୁୟା। ରାଜାମାନଙ୍କ ରାଜା ପ୍ରଭୁମାନଙ୍କ ପ୍ରଭୁ ଦେବମାନଙ୍କ ଦେବ ସକଳ ଦେବତା ପରିବହନ ଅତି ଆଶ୍ଚର୍ଯ୍ୟ ପରମେଶ୍ୱର, ଧାର୍ମିକ ପରମେଶ୍ୱର, ପରାକ୍ରମୀ ପରମେଶ୍ୱର, ମଙ୍ଗଳମୟ ପରମେଶ୍ୱର, ସ୍ୱର୍ଗୀୟ ପରମେଶ୍ୱର,
ସ୍ୱଗୌରବ ରକ୍ଷଣରେ ଔଜ୍ଜୋଗୀ ପରମେଶ୍ୱର ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ଧନ୍ୟ, ଆଶ୍ଚର୍ଯ୍ୟ ମଙ୍ଗଳମୟ ପରମେଶ୍ୱର, ଦୟାମୟ ପରମେଶ୍ୱର, ପ୍ରେମମୟ ପରମେଶ୍ୱର। ହାଲେଲୁୟା। ରାଜ୍ୟମାନଙ୍କ ରାଜା, ପ୍ରଭୁମାନଙ୍କ ପ୍ରଭୁ, ଦେବମାନଙ୍କ ଦେବ, ସକଳ ଦେବତା ପରି ମହାନ, ଏକମାତ୍ର ଆଶ୍ଚର୍ଯ୍ୟ ପରାକ୍ରମୀ ପରମେଶ୍ୱର, ଅସମ୍ଭବକୁ ସମ୍ଭବରେ ବଦଳାଇ ଦେବା ପରମେଶ୍ୱର। ହାଲେଲୁୟା। ପଥରରୁ ପାଣି ବାହାର କରିବା ପରମେଶ୍ୱର। ହାଲେଲୁୟା। ମୃତକୁ ଜୀବନ ଦେବା ପରମେଶ୍ୱର, ଅନ୍ଧକୁ ଚକ୍ଷୁ ଦେବା ପରମେଶ୍ୱର, ଖଞ୍ଜକୁ ଚାଲିବା ପାଇଁ শক্তি দেবা পরমেশ্বর। হে পবিত্র আত্মা তুমি ওল্লাই আস, এই ক্ষণে পবিত্র আত্মা ওল্লাই আস। ମୋ ଭାଇ ମୋ ଭଉଣୀଙ୍କୁ ତୁମେ ସ୍ପର୍ଶ କର। ବର୍ତ୍ତମାନ ଏହି ୟୁଟ୍ୟୁବ ମାଧ୍ୟମରେ ଯେତେ ଜଣ ପ୍ରଭୁ ତୁମକୁ ସ୍ୱୀକାର କଲେ, ତୁମକୁ ବିଶ୍ୱାସ କଲେ, ତୁମକୁ ଗ୍ରହଣ କଲେ ଏବଂ ତୁମ ଉପରେ ବିଶ୍ୱାସ ଭରସା କରି ଅପେକ୍ଷାରେ ଅଛନ୍ତି ସୁସ୍ଥତା ପାଇବା ନିମନ୍ତେ, ଆରୋଗ୍ୟ ପାଇବା ନିମନ୍ତେ, এই କ୍ଷଣେ ସୁସ୍ଥତା ଆରୋଗ୍ୟତା ପ୍ରଦାନ କର। এই କ୍ଷଣେ ଯୀଶୁଙ୍କ ନାମରେ ସମସ୍ତ ଦୁର୍ବଳତା, ବ୍ୟଥା, ଯନ୍ତ୍ରଣାକୁ ମୁଁ ଧମକ ଦେଉଛି। ହାଲେଲୁୟା। ଶୈତାନର ସମସ୍ତ ପ୍ରକାର ପରୀକ୍ଷା ପ୍ରଲୋଭନ, ପୁଣି ଶୈତାନ ଦେଇଥିବା ଏହି ରୋଗ, ଏହି ବ୍ୟାଧି, এই পীড়া, এই যন্ত্রণা যিশুଙ୍କ নামରେ দূর। হালেলুয়া। হে পবিত্র আত্মা পরমেশ্বর, ধার্মিক পরমেশ্বর, মহান পরমেশ্বর, জীবন্ত ঈশ্বর, এই ক্ষণে স্পর্শ কর। পবিত্র আত্মা তুমি ওল্লাই আস, তোমার পবিত্র স্বর্গীয় শক্তিকে তুমি প্রবাহিত কর। যিশু রাজা, তোমার সেই ক্রুশর শক্তি, তোমার সেই পবিত্র প্রভু রক্ত প্রভু ମୋ ଭାଇଙ୍କ ଜୀବନରେ, ମୋ ଭଉଣୀଙ୍କ ଜୀବନରେ এই ক্ষণে প্রবাহিত কর। এই ক্ষণে সুস্থতা, ବର୍ତ୍ତମାନ ସୁସ୍ଥତା, right now receive the healing in the mighty name of Jesus. Right now receive the power of anointing, supernatural blessings and complete deliverance. Hallelujah. Right now, Lord, yes, touch my brother, touch my dear sister. Hallelujah. Right now, in the mighty name of Jesus, I declare the power of God right now. হালেলুয়া। প্রভু এই ক্ষণে সুস্থতা আরোগ্যতা প্রদান কর। সমস্ত ব্যথা, যন্ত্রণা, কষ্ট, এই পীড়া ମୋ ଯୀଶୁଙ୍କ ନାମରେ ଦୂର କରୁଛି। ଯୀଶୁଙ୍କ ପବିତ୍ର ସ୍ୱର୍ଗୀୟ ନାମରେ, ପିତା, ପୁତ୍ର, ପବିତ୍ର ଆତ୍ମା ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ ନାମରେ এই ଯନ୍ତ୍ରଣାକୁ, এই ପୀଡ଼ାକୁ, এই ବ୍ୟଥାକୁ, এই କଷ୍ଟକୁ ମୁଁ ଧମକ ଦେଉଛି। ଦୌଡ଼ ଯା ଯୀଶୁଙ୍କ ନାମରେ, ଦୌଡ଼ ଯା এই ক্ষণে ଯୀଶୁଙ୍କ ନାମରେ, ଦୌଡ଼ ଯା এই ক্ষণে ଯୀଶୁଙ୍କ ନାମରେ, ଦୌଡ଼ ଯା। ଚାଲ ଯୀଶୁଙ୍କ ନାମରେ ଦୌଡ଼ ଯା। ହାଲେଲୁୟା। ପ୍ରଭୁ ଆମଙ୍କର ଶରୀର ତୁମରି ମନ୍ଦିର, ପବିତ୍ର ଆତ୍ମାଙ୍କ ମନ୍ଦିର। ଏଥିପାଇଁ ପବିତ୍ର ଆତ୍ମା ତୁମେ ଆସ, ଏହି କ୍ଷଣେ ମୋ ଭାଇଙ୍କୁ ଶୁଚି, ପବିତ୍ର, ନିର୍ମଳ କର। ସମସ୍ତ ପାପ ଅପରାଧରୁ ପରିଷ୍କାର କର। ଏହି କ୍ଷଣେ ମୋ ଭାଇଙ୍କର ସମସ୍ତ ପାପ ଅଧର୍ମକୁ ତୁମେ ପୋଛି ଦିଅ। ମୋ ଭଉଣୀଙ୍କର ସମସ୍ତ ପାପ ଅପରାଧକୁ ପ୍ରଭୁ ତୁମ ରକ୍ତରେ ତୁମେ ପ୍ରଭୁ ଧୌତ କର ଏବଂ ସୁସ୍ଥତା ଆରୋଗ୍ୟତା ପ୍ରଦାନ କର। ହାଲେଲୁୟା। ବର୍ତ୍ତମାନ এই କ୍ଷଣେ ହାଲେଲୁୟା ପ୍ରଭୁ ତୁମେ ଆପଣ ବାକ୍ୟ ପଠାଇ ତୁମେ ସୁସ୍ଥତା ପ୍ରଦାନ କର। ହାଲେଲୁୟା। ଜିରିମିୟା 33:3 ପଦରେ ଯେପରି ଲେଖା ଅଛି, ଠିକ୍ ସେହିପରି এই ক্ষণে সুস্থতা প্রদান কর। গীত সংহিতা 50 পর্বর 15 পদে যেপরি লেখা আছে, সেই বাক্য অনুসারে বর্তমান এই ক্ষণে সুস্থতা আরোগ্যতা প্রদান কর। হালেলুয়া। তুমি ধন্য, তুমি ধন্য, তুমি ধন্য। এই ক্ষণে সুস্থতা প্রদান কর। হালেলুয়া। যিশায়া 53:5 পদে যেপরি লেখা আছে, এই ক্ষণে সুস্থতা আরোগ্যতা প্রদান কর। তুমি ধন্য রাজা, তুমি ধন্য পিতা, পবিত্র আত্মা তুমি ধন্য। আমাদের প্রার্থনাକୁ তুমি শুଣିଲ, ଉତ୍ତର ଦେଲ। ଧନ୍ୟବାଦ କରୁଛି। ସକଳ ଗୌରବ, ମହିମା, ପୂଜା, ପ୍ରଶଂସା, ଆରାଧନା କେବଳ ତୁମକୁ ଦେଇ ଆମଙ୍କର ଉଦ୍ଧାରକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଆମଙ୍କର ମୁକ୍ତିଦାତା ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ସ୍ୱର୍ଗୀୟ ନାମରେ ପ୍ରାର୍ଥନା କରୁଛି। ଆମେନ୍, ଆମେନ୍, ଆମେନ୍। ଧନ୍ୟବାଦ। ନମସ୍କାର। ପ୍ରିୟ ବନ୍ଧୁଗଣ, এই ପ୍ରାର୍ଥନାକୁ ବାରମ୍ବାର ଶୁଣନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ, ପୁଣି ସମ୍ପୂର୍ଣ୍ଣ ସୁସ୍ଥତା, ମୁକ୍ତି, ଆରୋଗ୍ୟ ପାଆନ୍ତୁ। ଆମଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆମଙ୍କର ଫୋନ୍ ନମ୍ବର ଲେଖି ରଖନ୍ତୁ। ଆମଙ୍କର ଫୋନ୍ ନମ୍ବର 8754054789, 8754054789। ଆଉ ଗୋଟିଏ ନମ୍ବର 9677486631। ପ୍ରତିଦିନ ଆମଙ୍କର ଅନଲାଇନ୍ ପ୍ରାର୍ଥନା ହୁଏ ଗୁଗଲ ମିଟ୍ ମାଧ୍ୟମରେ। ପ୍ରତିଦିନ ସକାଳେ 4:30 ବେଳେ, ପୁଣି ସନ୍ଧ୍ୟା 4ଟା ବେଳେ, ପୁଣି ରାତି 8:30 ବେଳେ, ପୁଣି ପ୍ରତି ମଙ୍ଗଳବାର, ପୁଣି ପ୍ରତି ଶୁକ୍ରବାର ଆମଙ୍କର ଅନଲାଇନ୍ ଉପବାସ ପ୍ରାର୍ଥନା ହୁଏ ପରିବାରମାନଙ୍କ ପାଇଁ ଶାନ୍ତି, ସୁରକ୍ଷା, ସୁସ୍ଥତା, ଆରୋଗ୍ୟ, ପୁଣି ସନ୍ତାନ ପ୍ରାପ୍ତି ନିମନ୍ତେ। ଏଥିପାଇଁ ଆପଣଙ୍କ ମୋବାଇଲରେ ଗୁଗଲ ମିଟ୍ ଇନଷ୍ଟଲ୍ କରନ୍ତୁ, ପୁଣି ଆମଙ୍କର ଅନଲାଇନ୍ ପ୍ରାର୍ଥନାରେ ଯୋଗଦାନ କରନ୍ତୁ, ପୁଣି ଆଶୀର୍ବାଦ ଲାଭ କରନ୍ତୁ। ପ୍ରଭୁ ଆପଣଙ୍କୁ ପୁଣି ଆପଣଙ୍କ ପରିବାରକୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ନମସ୍କାର।
Praise the Lord.